ଶାଶୁ ବୋହୂଙ୍କର ସମ୍ପର୍କ କିଛି ଠିକ୍ ନଥିଲା। କଥା କଥାକେ ଯୁକ୍ତି, ରାଗ ହିଂସା, ମୁହଁ ଫୁଲାଫୁଲି, କେହି କାହାରି କଥା ଶୁଣିବାକୁ ନାରାଜ। ଏମିତି ପ୍ରତିଦିନ କଳି ଝଗଡ଼ା ଲାଗିବା ଦିହିଙ୍କର ଗୋଟିଏ ପ୍ରକାର ଅଭ୍ୟାସରେ ପାଲଟିଛି। ଦିହିଙ୍କ ମଝିରେ ବିଚରା ସ୍ୱାଧୀନ ବାବୁ ନିଜକୁ ପେଶି ହେଲା ପରି ମନେ କରନ୍ତି। ସ୍ୱାଧୀନ ବାବୁ ଜଣେ ସରକାରୀ କର୍ମଚାରୀ। ଏହି ସହରର ଉପକଣ୍ଠରେ ତାଙ୍କ ଘର। ପରିବାର କହିଲେ ତାଙ୍କ ବୋଉ ସ୍ନେହମୟୀ ଦେବୀ, ସ୍ତ୍ରୀ ଶ୍ରୀମୟୀ ଓ 4 ବର୍ଷର ପୁଅ ସମ୍ଭବ। ଶାଶୁ ବୋହୂଙ୍କ ଗୋଟିଏ ପିଢ଼ିର ପାର୍ଥକ୍ୟ। ତେଣୁ କିଛି ନା କିଛି କଥାକୁ ଧରି ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଥିଲା। ଶ୍ରୀମୟୀ ଜଣେ ଈର୍ଷାପରାୟଣ ପ୍ରକୃତିର ମହିଳା। ପ୍ରତି କଥାରେ ଚିଡ଼ଚିଡ଼ା ହୁଏ। ଯେବେ ବି କଳି ଲାଗେ ସେ ଗୋଟିଏ କଥା ହିଁ ଦୋହରାଇଥାଏ। କେଜାଣି ଆଉ କେତେଦିନ ଧରି ଏ ବୁଢ଼ୀର ବୋଝ ମୁଣ୍ଡିବାକୁ ପଡ଼ିବ। ଆଖି କାନ ନାକ ଧରି କୁଆଡ଼େ ଚାଲି ଯାଇଥିଲେ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ନିଅନ୍ତା। ସ୍ନେହମୟୀ ଦେବୀ ବାରମ୍ବାର ଏହି କଥା ଶୁଣି ଶୁଣି ନିଜକୁ ଅତି ହୀନମାନି ମନେ କରନ୍ତି। ମନର କୋହକୁ ନିଜ ଛାତିରେ ଚାପି ଧରି ଗୁମୁରି ଗୁମୁରି କାନ୍ଦି ପକାନ୍ତି। ଅସହାୟ ମନେ କରନ୍ତି। ପୁଅକୁ କିଛି କୁହନ୍ତିନି। ସ୍ୱାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କରେ କଣ୍ଟା ହେଇ ଛିଡ଼ା ହେବାକୁ ଚାହାନ୍ତିନି। କିନ୍ତୁ ଏ ଦୁଃଖ କଥା କାହାକୁ ବା କହିବେ? କିଏ ବା କାହିଁକି ଶୁଣିବେ? ଯେ ତାଙ୍କ କଥା ଶୁଣିଥାନ୍ତେ ସିଏ ତ 8 ବର୍ଷ ହେବ କର୍କଟ ରୋଗରେ ଚାଲିଗଲେ। ଅନେକ ଥର ତାଙ୍କ ମନକୁ ଆସିଛି ସ୍ୱାମୀଙ୍କ ସହିତ ତାଙ୍କର ବି ମରଣ ହୋଇଥିଲେ ଏସବୁ କଥା ଶୁଣିବାକୁ ପଡ଼ନ୍ତାନି। ସ୍ୱାଧୀନ ବାବୁ ବେଳେବେଳେ ଝଗଡ଼ା ଦେଖି ମନେ ମନେ ଭାବନ୍ତି, ପ୍ରତି ଘରେ ତ ଏମିତି କିଛି ନା କିଛି ସମସ୍ୟାକୁ ନେଇ କଳି ଲାଗେ, ତା'ର ସମାଧାନ ବି ହୁଏ। କିନ୍ତୁ ଦିନେ ଏମିତି ହେଲା ଯେ ଶ୍ରୀମୟୀ କୁଳବଧୂର ପରିସୀମା ଡେଇଁ କୁଳବଂଶ ଧରି ଏମିତି ଉଚ୍ଚ ନୀଚ ଶବ୍ଦ ପ୍ରୟୋଗ କଲା, ସ୍ନେହମୟୀ ଦେବୀଙ୍କ ମୁଣ୍ଡଟା ଚକ୍କର ଖାଇଲା। ତାଙ୍କ ଦେହ ରାଗରେ ଥରିବାକୁ ଲାଗିଲା। ସତେ ଯେମିତି ତାଙ୍କ ପାଦ ତଳୁ ପୃଥିବୀଟା ଘୁଞ୍ଚି ଘୁଞ୍ଚି ଯାଉଛି। ସେ ନିଜର ଭାରସାମ୍ୟ ହରେଇ ବସିଲେ। ତଳେ ପଡ଼ିଯିବା ଆଗରୁ ପକ୍କା ଘରର ମଜବୁତ କାନ୍ଥର ସାହାଯ୍ୟ ନେଲେ। ଦୁଃଖ ଜର୍ଜରିତ ଅସହାୟ ଦେହକୁ ଧରି ନିଜ କୋଠରୀ ଭିତରକୁ ଗଲେ। ଘର ଭିତରୁ କବାଟ କିଳି ତକିଆ ଉପରେ ମୁହଁ ମାଡ଼ି କଇଁ କଇଁ କାନ୍ଦିବାକୁ ଲାଗିଲେ। ରାତିରେ ଖାଇବାକୁ ବି ବାହାରିଲେନି। ସ୍ୱାଧୀନ ବାବୁ ଅଫିସରୁ ଫେରି ବୋଉ କଥା ପଚାରିଲେ। ଶ୍ରୀମୟୀ ମନରେ କିଛି ଦ୍ୱିଧା ନ ରଖି ଜବାବ ଦେଲା, ସେ ଶୋଇଗଲାଣି। ସ୍ୱାଧୀନ ବାବୁ ଦିନଯାକ ଅଫିସରେ କାମ କରି ଥକା ଅନୁଭବ କରୁଥିଲେ। ତେଣୁ ଆଉ କିଛି ନ କହି ନିଜ କୋଠରୀ ଭିତରକୁ ଚାଲିଗଲେ। ରାତିରେ ଶୋଇବା ଆଗରୁ ବୋଉ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା। ଶ୍ରୀମୟୀ କହିଲା, ସେ ବୁଢ଼ୀକୁ ନେଇ କେଉଁ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସ। ତା କଥା ମୁଁ ଆଉ ବୁଝିପାରିବିନି। ଏମିତି ବି ତା'ର ଏ ଘରେ କାମ କ'ଣ ଯେ ପଡ଼ି ରହିବ? ଏ କଥା ଶୁଣି ସ୍ୱାଧୀନ ବାବୁଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ସେ ଜୋର ପାଟିରେ ସ୍ତ୍ରୀକୁ ଗାଳି ଗୁଲଜ କଲେ। ଶ୍ରୀମୟୀ ବି କେଉଁ ଛାଡ଼ିବା ଲୋକ। ସେ ଆହୁରି ଜୋରରେ ଚିତ୍କାର କରି କହିଲା, ସେ ବୁଢ଼ୀ ଯଦି ଏ ଘରେ ରହିବ ମୁଁ ମୋ ବାପ ଘରକୁ ଚାଲିଯିବି। ବାପ ଘରେ ପଛେ ବେକରେ ଦଉଡ଼ି ଦେଇ ମରିବି। ତଥାପି ଜୀବନ ଥାଉ ଥାଉ ଏ ଘରର ଏରୁଣ୍ଡି ବନ୍ଧ ମୁଁ ମାଡ଼ିବିନି। ସ୍ୱାଧୀନ ବାବୁ ଗଭୀର ଚିନ୍ତାରେ ପଡ଼ିଲେ। ଏ କେମିତି କଥା? କେମିତିକା ଏ ଅଗ୍ନି ପରୀକ୍ଷା? ଏଣେ ମାଇଲେ ଗୋ ହତ୍ୟା, ସେଣେ ମାଇଲେ ବ୍ରହ୍ମ ହତ୍ୟା। କ'ଣ କରିବେ ସେ? ବୋଉଙ୍କୁ ଏ ବୃଦ୍ଧାବସ୍ଥାରେ କେଉଁଠି ଆଉ କାହା ଭରସାରେ ଛାଡ଼ିବେ? ଏଠି ପୁଣି ସ୍ତ୍ରୀର ଧମକ ଘର ଛାଡ଼ି ଚାଲିଯିବ। ଭାବି ଭାବି କିଂକର୍ତ୍ତବ୍ୟ ବିମୂଢ଼ ହେଇ ବସି ରହିଲେ। ସ୍ନେହମୟୀ ଦେବୀ କୋଠରୀ ଭିତରେ ଥାଇ ସବୁ କଥା ଶୁଣୁଥିଲେ। ନିଜ ଭାଗ୍ୟକୁ ନିନ୍ଦି ସବୁ ସହିଗଲେ। ନିଜ ଲୁଗାପଟା, ଔଷଧପତ୍ର ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ଗୋଟିଏ ବ୍ୟାଗରେ ଭର୍ତ୍ତି କରି ରାତି ପାହିବାର ରାହା ଚାହିଁ ବସିଲେ। ତା ପରଦିନ ରବିବାର ଥିଲା। ସ୍ୱାଧୀନ ବାବୁଙ୍କର ଡେରିରେ ନିଦ ଭାଙ୍ଗିଲା। ମୁହଁ ଧୋଇ ଦାଣ୍ଡ ଦୁଆରକୁ ଆସି ଦେଖନ୍ତି ତ ବୋଉ ଚଟଣା ଉପରେ ବସିଛନ୍ତି। ତାଙ୍କ ପାଖକୁ ଲାଗି ଗୋଟିଏ ବ୍ୟାଗ୍ ଥୁଆ ହେଇଛି। ସ୍ୱାଧୀନ ବାବୁ ପଚାରି ବୁଝିଲେ, ବୋଉ କୁଆଡ଼େ ବାହାରିଛ କି? ସ୍ନେହମୟୀ ଦେବୀ ଉତ୍ତର ଦେଲେ, କୁଆଡ଼େ ବାହାରିବି କ'ଣ? ମୋତେ ତ ତଡ଼ି ଦେଉଛ। ଘଟଣାଟି କ'ଣ? ସ୍ୱାଧୀନ ବାବୁଙ୍କୁ ବୁଝିବାକୁ ବେଶୀ ସମୟ ଲାଗିଲାନି। ସେ ସଙ୍ଗେ ସଙ୍ଗେ କହିବାକୁ ଲାଗିଲେ, ବୋଉ ରାତି ଗଲା କଥା ଗଲା। ସେ କଥାକୁ ନେଇ ଛାଡ଼ ସେସବୁ କଥା। ତାଙ୍କ ପାଟିରୁ କଥା ନ ସରୁଣୁ ରୋଷେଇ ଘରୁ ଶ୍ରୀମୟୀ ଚିତ୍କାର କଲା, ଆଜି ଯଦି ସେ ନ ଯାଇଛି ମୁଁ ଚାଲିଯିବି। ସ୍ନେହମୟୀ ଦେବୀ ପୁଅକୁ ବୁଝାଇଲେ, ଆରେ ତୁ ମୋ ପାଇଁ ମୋଟେ ବ୍ୟସ୍ତ ହେବୁନି। ମୋ ପାଇଁ ତୁ ତ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେନା।
ମୋତେ ସେ ଆଶ୍ରମ ପର୍ଯ୍ୟନ୍ତ ପହଞ୍ଚାଇ ଦେ ବାସ୍। ଆଖିରୁ ଝରି ଆସୁଥିବା ଲୁହକୁ ପୋଛି ଦେଇ ପୁଣି କହି ଚାଲିଲେ, ଆରେ ସପ୍ତାହକୁ ଥରେ ତୁ ମୋତେ ଦେଖା କରି ଆସିବୁ, ମୋତେ ବହୁତ ଶାନ୍ତି ମିଳିବ। ରୋଷେଇ ଘରୁ ଆସି ଶ୍ରୀମୟୀ ସବୁ ଦେଖୁଥିଲା। ନାଟକୀୟ ଢଙ୍ଗରେ ସେ କହିଲା, ବୁଢ଼ୀର ପୁଣି ଛଇ ବାହାରିଲା। କିଏ ଜାଣେ ଯାଉ ଯାଉ କେତେ ପେଖନା କାଢ଼ିବ। ସ୍ୱାଧୀନବାବୁ ଭାବିଲେ, ଶ୍ରୀମୟୀକୁ ବୁଝେଇଲେ କିଛି ଲାଭ ହେବନି। ବୋଉ କଥାରେ ରାଜି ହେବାଟା ଉଚିତ ମନେକରି ତରତର ହୋଇ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ। ବୋଉଙ୍କୁ ଗାଡ଼ିରେ ବସେଇ ଆଶ୍ରମ ଅଭିମୁଖେ ଚାଲିଲେ। ବାଟରେ ବୋଉଙ୍କୁ କହିଲେ, ଶ୍ରୀମୟୀ ଦିନସାରା ସବୁ କାମ କରୁଛି, ସମସ୍ତଙ୍କ କଥା ବୁଝୁଛି। ତା କଥାରେ ଉତ୍ତର ନ ଦେଇ ଚୁପ୍ ରହିଥିଲେ ଏମିତି ପରିସ୍ଥିତି ଆସନ୍ତାନି। ତୁମ ପାଇଁ ସେ ସବୁବେଳେ ବିରକ୍ତ ବିଚଳିତ। ଆଉ ତା'ର ପରିଣାମ କ'ଣ ଦେଖୁଛ ତ? ଘର ଥାଉ ଥାଉ ଆଶ୍ରମ ଯିବାକୁ ପଡ଼ୁଛି। ସ୍ୱାଧୀନବାବୁ ଅନର୍ଗଳ କହି ଚାଲିଥିଲେ। କିନ୍ତୁ ବୋଉ ତାଙ୍କର ଆଖିର ଲୁହକୁ ନିଜ ପିନ୍ଧା ଲୁଗାକାନିରେ ପୋଛି ଚାଲିଥିଲେ। ସ୍ୱାଧୀନବାବୁ କହିଲେ, ଥାଉ ବୋଉ, କାନ୍ଦ ବନ୍ଦ କର। କିଛି ଦିନ ଆଶ୍ରମରେ ରହିଯାଅ। ତୁମ ବୋଉକୁ ବୁଝେଇ ସୁଝେଇ ପୁଣି ତୁମକୁ ଘରକୁ ଫେରାଇ ନେବି। ଏମିତି କହୁ କହୁ ଆଶ୍ରମରେ ଗାଡ଼ି ପହଞ୍ଚିଲା। ଶ୍ରୀମୟୀ ଦେବୀ ଗାଡ଼ିରୁ ଓହ୍ଲେଇ ପୁଅକୁ କହିଲେ, ପୁଅ, ତୁ ମୋର ଗୋଟିଏ କଥା ରଖିବୁ। ବୋଉ କଥା ଶୁଣି ସ୍ୱାଧୀନବାବୁ ବ୍ୟସ୍ତ ହେଲେ। ବୋଉ ଏମିତି କ'ଣ କଥା କହିବେ? ସ୍ନେହମୟୀ ଦେବୀ କହିଲେ, ପୁଅ, ତୋତେ ହାତ ଯୋଡ଼ି ନେହୁରା ହେଉଛି। ଏ ଆଶ୍ରମ ଭିତରକୁ ଆଜି ନୁହେଁ କି ତୁ କେବେ ବି ଆସିବୁନି। ଯା, ମୋତେ ଏଠି ଛାଡ଼ି ଦେଇ ତୁ ଫେରିଯା। ସ୍ୱାଧୀନବାବୁ ଜିଦ୍ ଧରି ବସିଲେ, ନା ବୋଉ, ମୁଁ ଭିତରକୁ ଯିବି। ତୁମ ରହିବା ଖାଇବା ସବୁ ବନ୍ଦୋବସ୍ତ କରି ଆସିବି। ସ୍ନେହମୟୀ ଦେବୀ ବାରମ୍ବାର ବାରଣ କଲେ। ସେ ମୁଣ୍ଡ ପୋତି ବୋଉଙ୍କ ଏଭଳି କଥାର ମୂଳରେ କି ରହସ୍ୟ ଅଛି ଜାଣିବାକୁ ଚେଷ୍ଟା କଲେ। ବୋଉ ଏମିତି କଥା କହୁଛନ୍ତି କାହିଁକି? କ'ଣ ଅସୁବିଧା ଅଛି? ଏ ଆଶ୍ରମରେ ବୋଉ କ'ଣ କିଛି ଅସୁବିଧାରେ ପଡ଼ିପାରେ? ନା ଅନ୍ୟ କ'ଣ କାରଣ ଅଛି? ଏମିତି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଥିବା ବେଳେ ଦେଖିଲେ ବୋଉ ଆଶ୍ରମ ଭିତରକୁ ଚାଲି ଯାଉଛନ୍ତି। ସ୍ୱାଧୀନବାବୁ ମୁଖ୍ୟ ଦ୍ୱାରରେ ଛିଡ଼ା ହୋଇଥିବା ବୃଦ୍ଧ ଦରବାନ ନିକଟକୁ ଯାଇ ପଚାରିଲେ, ତୁମେ ଏ ମହିଳାଙ୍କୁ ଜାଣ କି? ଦରବାନ କହିଲେ, ହଁ ସାର୍, କିନ୍ତୁ ଆପଣ ଏମିତି କାହିଁକି ପଚାରୁଛନ୍ତି? ନା ସେମିତି କିଛି ନାହିଁ, ସ୍ୱାଧୀନବାବୁ ଉତ୍ତର ରଖିଲେ। ଦରବାନ ପୁଣି କହିଲେ, ଏ ମହିଳା ଜଣକ ବହୁତ ଭଲ। ଏହାଙ୍କ ଭଳି ଦୟାବନ୍ତୀ ସ୍ତ୍ରୀ ଲୋକ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି। ଆଜିକୁ ଠିକ୍ 30 ବର୍ଷ ପୂର୍ବେ ଇଏ ତାଙ୍କ ସ୍ୱାମୀଙ୍କ ସାଥିରେ ପ୍ରତି ରବିବାର ଦିନ ଏଠାକୁ ଆସୁଥିଲେ। ଆଶ୍ରମବାସୀ ବୃଦ୍ଧ ବୃଦ୍ଧାଙ୍କର ଭଲମନ୍ଦ କଥା ବୁଝୁଥିଲେ, ସେବା ଶୁଶ୍ରୂଷା କରୁଥିଲେ। ସ୍ୱାଧୀନବାବୁ ଭାବୁକ ହୋଇପଡ଼ିଲେ। ଦରବାନ କହି ଚାଲିଥିଲା, ଏହାଙ୍କ ସମ୍ପର୍କରେ ଗୋଟିଏ କଥା କହିବି ସାର୍। ହଁ କୁହ। ଏ କି ଭଗବାନଙ୍କର ଖେଳ ଦେଖନ୍ତୁ ସାର୍। କାହିଁକି? ଏ ମହିଳା ଜଣଙ୍କର କୌଣସି ସନ୍ତାନ ନଥିଲେ? ସ୍ୱାଧୀନବାବୁଙ୍କ ମନରେ ଆଲୋଡ଼ନ ପ୍ରତିଫଳିତ ହେଲା। କହିଲେ, ଆରେ ତୁମେ କ'ଣ ଏମିତି କହିଯାଉଛ? ହଁ ସାର୍, ତାଙ୍କର କେହି ସନ୍ତାନ ସନ୍ତତି ନଥିଲେ। 30 ବର୍ଷ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କ ସହ ଆସିଥିଲେ। ସେଦିନ ଥିଲା ରବିବାର। ସେହିଦିନ ହିଁ ହସ୍ପିଟାଲରୁ ଏ ଆଶ୍ରମକୁ ଗୋଟିଏ ସଦ୍ୟ ଜନ୍ମିତ ଅନାଥ ଶିଶୁ ପୁତ୍ରଟିଏ ଆସିଥିଲା। ତାକୁ ଲାଳନ ପାଳନ କରିବାକୁ ଏଠି କେହି ନଥିଲେ। ସେହି ଅନାଥ ଶିଶୁଟିକୁ ଏହି ମହିଳା ଜଣକ ପୋଷ୍ୟପୁତ୍ର କରି ଘରକୁ ନେଇଥିଲେ। ସାର୍, ଏ ଭାଗ୍ୟର ଖେଳ ନୁହେଁ ତ ଆଉ କ'ଣ? ବାପା ମା ହରାଇଥିବା ଶିଶୁଟିକୁ ବାପା ମା ଆଉ ନିଃସନ୍ତାନଙ୍କ କୋଳକୁ ସନ୍ତାନ। ସତରେ ସାର୍, ପିଲାଟି କେତେ ଭାଗ୍ୟବାନ ଥିଲା ଯେ ଏହିପରି ସହୃଦୟ ମହିଳାଙ୍କୁ ମା ରୂପେ ପାଇଛି। ସେ ଯେ ଏବେ କେଉଁଠି ଅଛି, କେତେ ବଡ଼ ହେଲାଣି, କେମିତି ଅଛି, ସେ କଥା ମୁଁ ଜାଣିନି। ସତେ ଯେମିତି ଆକାଶଟା ଛିଡ଼ି ସ୍ୱାଧୀନବାବୁଙ୍କ ମୁଣ୍ଡ ଉପରେ ପଡ଼ିଗଲା ପରି ସେ ଅନୁଭବ କଲେ। ଆଖିକୁ ଅନ୍ଧକାର ମାଡ଼ି ଆସିଲା। ତୁହାକୁ ତୁହା ଲୁହ ଝରି ଆସିଲା। କଚାଡ଼ି ହେଲା ପରି ସେ ଆଣ୍ଠୁ ମାଡ଼ି ପଡ଼ିଗଲେ। ଦରବାନ ଜଣକ ଧରି ନେଇ ପଚାରିଲେ, କ'ଣ ହେଲା ସାର୍? ସ୍ୱାଧୀନବାବୁ କାନ୍ଦି କାନ୍ଦି କହିଲେ, ମୁଁ ସେଇ ହତଭାଗ୍ୟ ଶିଶୁ, ମୁଁ ସେଇ ପାପୀ ସନ୍ତାନ, ଯାହାକୁ ସେ ପୋଷ୍ୟପୁତ୍ର କରି ନେଇଥିଲେ। ମୁଁ ଏ କେତେ ବଡ଼ ପାପ କରିଛି। ସେ ଏଇ ଅନୁତାପର ସହିତ ଆଶ୍ରମ ଭିତରକୁ ଧସେଇ ପଶିଲେ। ସ୍ନେହମୟୀ ଦେବୀଙ୍କ ପାଦ ଧରି କଇଁ କଇଁ କାନ୍ଦି ପକାଇଲେ। କାକୁତି ମିନତି ହେଇ ତାଙ୍କ ହାତ ଧରି ନେଇ ଆସିଲେ ଗାଡ଼ିକୁ। ସ୍ୱାଧୀନବାବୁ କହିଲେ, ମୁଁ କିଛି ଶୁଣିବିନି, ଗୋଟିଏ ଶବ୍ଦ ବି ତୁମେ କହିପାରିବନି। ସ୍ନେହମୟୀ ଦେବୀ ଜାଣିପାରିଲେ ସ୍ୱାଧୀନ ସବୁ କଥା ଜାଣିଯାଇଛି। କିଛି ନ କହି ଚୁପଚାପ ଗାଡ଼ିରେ ବସି ପଡ଼ିଲେ। ଘରେ ପହଞ୍ଚି ସ୍ୱାଧୀନବାବୁ ତାଙ୍କ ସ୍ତ୍ରୀକୁ
ସବୁ କଥା କହିଲେ। ତାପରେ ଜୋରରେ ଗଳାରେ ପାଟି କରି କହିଲେ, ଆଜି ପର୍ଯ୍ୟନ୍ତ ବୋଉ ଆମ ସାଥିରେ ରହୁଥିଲେ, କିନ୍ତୁ ଏ ଘର ମୋ ବୋଉଙ୍କର। ଆମେ ଆଜିଠୁ ତାଙ୍କ ଘରେ ତାଙ୍କ ସହ ରହିବା। ଯଦି କାହାର କିଛି ଆପତ୍ତି ଥାଏ ତେବେ ଘର ଛାଡ଼ି ଚାଲିଯାଅ। ନିଜ ଭୁଲ ପାଇଁ ଅନୁତାପ କଲା ଶ୍ରୀମୟୀ। ସେ ଗଛ ପଡ଼ିଗଲା ପରି ଶାଶୁଙ୍କ ଗୋଡ଼ ତଳେ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା ମାଗିଲେ। ଶ୍ରୀମୟୀ ଦେବୀ ତଳୁ ଉଠାଇ ଆଣି ପୁଅ ଓ ବୋହୂଙ୍କୁ କୁଣ୍ଢାଇ ଧରି ସାନ୍ତ୍ୱନା ଦେଲେ। ଦୂରରେ ଛିଡ଼ା ହେଇ ସମ୍ଭବ କଲବଲ କରି ଚାହିଁ ରହିଥିଲା। ଘଟଣା କ'ଣ ଘଟୁଥିଲା ତାର ଶିଶୁସୁଲଭ ମୁଣ୍ଡରେ କିଛି ବୁଝିବାକୁ ଚେଷ୍ଟା କରିବା ଆଗରୁ ସ୍ନେହମୟୀ ଦେବୀ ଦୌଡ଼ି ଆସି କୋଳକୁ ଉଠାଇ ନେଲେ। ତାର ଗୁଲୁଗୁଲିଆ ଗାଲରେ ଚୁମ୍ବନ ପରେ ଚୁମ୍ବନ ଦେଲେ। ହଜିଲା ମଣିକୁ ପୁଣି ଥରେ ପାଇବା ଖୁସିରେ ତାଙ୍କ ଆଖିରୁ ଦି ଟୋପା ଲୁହ ଗଡ଼ି ଆସିଲା।